ନମସ୍କାର। ଜୀବନ ପଛକୁ ଫେରେନା, ସମୟ ବି। ସୁଖ ବାଣ୍ଟିବା ହେଉଛି ସଂଗୋପିତ ଅହଙ୍କାର, ଦୁଃଖ ବାଣ୍ଟିବା ହେଉଛି ଅନାବୃତ ଅସହାୟତା। ନାମର କି ମହତ୍ଵ? ଗୋଲାପ ଫୁଲକୁ ପଦ୍ମ କହିଲେ ସୁଗନ୍ଧ କ'ଣ ବଦଳିଯାଏ? ନଦୀ ତୀରରେ ସଭ୍ୟତା ଜନ୍ମ ନିଏ, ଧ୍ୱଂସ ବି ହୁଏ। ସେଇ ନଦୀ ତୀରରେ ବହୁତ ବଡ଼ ଯୁଦ୍ଧଟିଏ ହେଇଥିଲା, ବହୁତ ଧ୍ୱଂସ ହେଇଥିଲା, ବହୁତ ଜୀବନ ଧନ ନଷ୍ଟ ହେଇଥିଲା। ସେଇ ନଦୀ, ଦୟା ନଦୀ, ସେ କହୁଛି ମୋ ଛାତିର ରକ୍ତରଙ୍ଗକୁ ଶୋଷି ନିଏ ସମୁଦ୍ରର ଅଗାଧ ନୀଳ, କିନ୍ତୁ କ୍ଷତ ତା ସ୍ଥାନରେ ଥାଏ ଚିରକାଳ। ନଦୀ କାହାକୁ କହିବ ନିଜର ମାଟି ବୋଲି? ପାହାଡ଼ରୁ ଗୁରୁଣ୍ଡି ଗୁରୁଣ୍ଡି ସମତଳରେ ବହିଯିବାର ପଥ ବହୁ ଦୂର, ସମୁଦ୍ର ଯାଏ। ପଥେ ପଥେ ମାଟିର ନାମ, ନଦୀର ନାମ ବଦଳିଯାଏ ମଣିଷର ଇଚ୍ଛାରେ। କିନ୍ତୁ ନଦୀ ତ ନଦୀ, ମାଟି ତ ମାଟି। କେଉଁ ମାଟିରେ ବା ଯୁଦ୍ଧ ନ ଲାଗିଛି? ଏସବୁ କହୁଛି ଦୟା ନଦୀ। ନିରଞ୍ଜନାକୁ କହୁଛି, ଦୟା ନଦୀ, ଯାହା କୂଳରେ ହେଇଥିଲା ବହୁତ ବଡ଼ ଯୁଦ୍ଧ, କଳିଙ୍ଗ ଯୁଦ୍ଧ। ଆଉ ନିରଞ୍ଜନା ନଦୀ, ଯେଉଁ ନଦୀ ତଟରେ ଥିବା ବୃକ୍ଷ ତଳେ ବସି ବୁଦ୍ଧ ବୌଦ୍ଧତ୍ୱ ପ୍ରାପ୍ତି କରିଥିଲେ। ଏସବୁ ରହିଛି ଏ ମହାନ ସାରସ୍ୱତ ସାଧିକା ଡକ୍ଟର ପ୍ରତିଭା ରାୟ ମ୍ୟାଡ଼ାମଙ୍କର ଦୟା ନଦୀରୁ ନିରଞ୍ଜନା ଉପନ୍ୟାସ ବହିରେ 323 ପୃଷ୍ଠାର ଉପନ୍ୟାସ ବହି। ବହୁତ ସୁନ୍ଦର ହେଇଛି ଉପନ୍ୟାସ। ଏତେ ସୁନ୍ଦର ତଥ୍ୟ, ଏତେ ସୁନ୍ଦର କାହାଣୀର ଗତିଶୀଳତା। ମ୍ୟାଡ଼ାମଙ୍କର ତ ସବୁ ବହି ଖୁବ୍ ସୁନ୍ଦର ହେଇଥାଏ, ବହୁତ ଶିକ୍ଷଣୀୟ, ଆଉ ଆମକୁ ଆମର ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିଛି ମ୍ୟାଡ଼ାମଙ୍କର ସବୁ ବହି। ଏଇଟା ତାଙ୍କର ସଦ୍ୟତମ ପ୍ରକାଶିତ ଉପନ୍ୟାସ ଦୟାନଦୀରୁ ନିରଞ୍ଜନା। ଏତେ ସୁନ୍ଦର, ମୁଁ ପଢ଼ି ପୁରା ମୁଗ୍ଧ ହେଇଛି। ଏଥିରେ ଅଛି ଜ୍ଞାନୋଦୟ ନାମକ ପିଲାଟିର କଥା ଅଛି। ଜ୍ଞାନୋଦୟ ଯେଉଁ ପିଲାଟି, ସେ ଜଣେ ଇତିହାସର ଛାତ୍ର, ଇତିହାସରେ ଗବେଷଣା କରନ୍ତି। ତାଙ୍କ ବାପା ଜଣେ ଇତିହାସ ଶିକ୍ଷକ, ଜ୍ଞାନୋଦୟର ସାଙ୍ଗ ଦୀପଙ୍କର। ସେମାନେ ଦୁଇ ଜଣ ମିଶି ଇତିହାସରେ ଗବେଷଣା କରିବା ପାଇଁ ବିଦେଶ ଯାଇଛନ୍ତି। ସେଇଠି ପାଠ ପଢ଼ିଛନ୍ତି ଆଉ ଗବେଷଣା ସେଠି କରି ସେଇଠି ଅଧ୍ୟାପନାର ସୁଯୋଗ ପାଇଛନ୍ତି। ଦୀପଙ୍କର ସେଇଠି ରହିଛି, କିନ୍ତୁ ଜ୍ଞାନୋଦୟ ଫେରି ଆସିଛନ୍ତି। କାରଣ ଯେତେବେଳେ ଜ୍ଞାନୋଦୟଙ୍କୁ ଇତିହାସ ଜାଣିବାର ଖୁବ୍ ଆଗ୍ରହ। ଯେତେବେଳେ ସିଏ ପଢ଼ୁଥିଲେ ବିଦେଶରେ, ସେତେବେଳେ ସେ ଯାଇଛନ୍ତି ଗ୍ଲାସଗୋ ସିଟି ମିଚେଲ ଲାଇବ୍ରେରୀକୁ ପରିଦର୍ଶନ କରିବାକୁ ଯାଇଛନ୍ତି। ସେହି ସମୟରେ ଏକ ବିରଳ ରେଜିଷ୍ଟର ଉପରେ ତାଙ୍କର ଦୃଷ୍ଟି ପଡ଼ିଛି। ସେଇ ରେଜିଷ୍ଟରଟିର ନାମ ଥିଲା 80 ମେଜର ଇଭେଣ୍ଟସ୍ ଦ୍ୟାଟ୍ ସେଭ୍ ଦ ୱାର୍ଲଡ। ସେଇ ଯେଉଁ ରେଜିଷ୍ଟରଟା ଉପରେ ତାଙ୍କ ଦୃଷ୍ଟି ପଡ଼ିଛି, ସେଥିରେ କେଉଁ ମେଜର ଇଭେଣ୍ଟ ଯେଉଁଟାକୁ ୱାର୍ଲଡକୁ ସେଭ୍ କରିଛି ସେଇଟା ସେ ପଢ଼ିଛନ୍ତି। ଆଉ ସେଇଥିରେ ସର୍ବପ୍ରଥମେ ରହିଛି ଆମର କଳିଙ୍ଗ ଯୁଦ୍ଧର କଥା, କଳିଙ୍ଗ ୱାର୍ ଆଣ୍ଡ କନଭର୍ସନ୍ ଅଫ୍ ଅଶୋକ ଟୁ ବୁଦ୍ଧିଜିମ୍। ସେଇଟା ସେ ପଢ଼ିଛନ୍ତି। ଆଉ ତାଙ୍କୁ ଦୟା ନଦୀ ଆଉ କଳିଙ୍ଗ ଯୁଦ୍ଧ ଏଇସବୁର ଆକର୍ଷଣ, ଏଇସବୁର ଜାଣିବାର ଏତେ ତାଙ୍କୁ ଆଗ୍ରହ ହେଇଛି, ସେଇ ଆକର୍ଷଣରେ ସେ ଫେରି ଆସିଛନ୍ତି। ସେଇଟା ଜାଣିବାର ଇଚ୍ଛା ତାଙ୍କୁ ଫେରେଇ ଆଣିଛି ଓଡ଼ିଶାକୁ। ଓଡ଼ିଶା ଆସିଛନ୍ତି, ସେ ଅନେକ କଥା ଗବେଷଣା କରିଛନ୍ତି। ସେଠି ସେ ଭେଟୁଛନ୍ତି ତପସୁ ଆଉ ଭଲ୍ଲିକ ନାମରେ ଦୁଇ ଜଣ ଯାଆଁଳା ଭାଇଙ୍କୁ ଭେଟୁଛନ୍ତି। ବୁଦ୍ଧଙ୍କ ବିଷୟରେ ବହୁତ ଆଲୋଚନା ହେଇଛି, କାହାଣୀ ସେଠୁ ଗତିଶୀଳ ହେଇଛି। ଆଉ ବହୁତ ସୁନ୍ଦର ଭାବରେ କାହାଣୀଟିର ଗତିଶୀଳତା, ଏଥିରେ ଆପଣ ପଢ଼ିଲେ କଳିଙ୍ଗ ଇତିହାସ ବିଷୟରେ ଅନେକ କଥା ଜାଣିପାରିବେ। ଶେଷରେ ଦୀପଙ୍କର କହିଛନ୍ତି, ଜ୍ଞାନୋଦୟ କହିଛନ୍ତି, ଯୁଦ୍ଧ ସରେ ନାହିଁ। ମଣିଷ ଜୀବନ ଯୁଦ୍ଧରେ ହାରିଯିବା ପାଇଁ ଚାହେଁ ନାହିଁ। ଜିଜିବିଷୁ ମଣିଷ ଶାନ୍ତି ପାଇଁ ଜୀବନ ଯୁଦ୍ଧ କରିଚାଲିଥାଏ। ନିଜ ଭିତରକୁ ଚାହିଁଲେ ସବୁ ଦୁଃଖର ମହୋଷଧି ମିଳିଯାଏ। ମ୍ୟାଡ଼ାମ ଏଟାକୁ ଲେଖିବା ଆରମ୍ଭ କରିଥିଲେ, ପ୍ରତିଭା ରାୟ ମ୍ୟାଡ଼ାମ ଏଟାକୁ ଲେଖିବାକୁ ଆରମ୍ଭ କରିଥିଲେ ବୁଦ୍ଧ ପୂର୍ଣ୍ଣିମା 2025 ମସିହାରେ। ଶେଷ କରିଛନ୍ତି 2023 ମସିହା ବୁଦ୍ଧ ପୂର୍ଣ୍ଣିମାରେ ଏଇଟା ଲେଖିବା ଆରମ୍ଭ କରିଥିଲେ। ଆଉ ଶେଷ କରିଥିଲେ ସ୍ୱାଧୀନତା ଦିବସ ଜନ୍ମାଷ୍ଟମୀ 2025 ମସିହାରେ। ବହୁତ ବଢ଼ିଆ ଉପନ୍ୟାସ। ଆଜି ଡକ୍ଟର ପ୍ରତିଭା ରାୟ ମ୍ୟାଡ଼ାମଙ୍କର ଜନ୍ମଦିବସ। ତାଙ୍କର ଏଇ ଜନ୍ମଦିବସରେ ତାଙ୍କର ଏଇ ବହିଟି ଆପଣମାନଙ୍କ ପାଖରେ ଥିଲେ ନିଶ୍ଚୟ ପଢ଼ନ୍ତୁ। ତାଙ୍କୁ ଆଜି ଜନ୍ମଦିବସରେ ମ୍ୟାଡ଼ାମଙ୍କ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା, ଶୁଭକାମନା। ସେ ଏମିତି ସୁନ୍ଦର ସୁନ୍ଦର ବହି ଆମମାନଙ୍କୁ ଲେଖି ଉପହାର ଦେଉଥାନ୍ତୁ, ଆଉ ଆମର ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରୁଥାନ୍ତୁ।
ତାଙ୍କର ଦୀର୍ଘ ନିରାମୟ ଜୀବନର ମୁଁ କାମନା କରୁଛି। ଆଉ ସମସ୍ତଙ୍କୁ କହୁଛି ଏଇ ଦୟାନଦୀରୁ ନିରଞ୍ଜନ ବହିଟି ନିଶ୍ଚୟ ସଂଗ୍ରହ କରି ପଢ଼ନ୍ତୁ। ଧନ୍ୟବାଦ।